ମୁଁ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ ମୁଁ ଓଡ଼ିଶା ସରकारଙ୍କ କୃଷି ବିଭାଗରେ ମୁଁ କାର୍ଯ୍ୟ କରୁଥିଲି। ଆଉ କୃଷି ଜିଲ୍ଲା ଅଧିକାରୀ ବ୍ରହ୍ମପୁର ହିସାବରେ ଲାଷ୍ଟ ଶେଷରେ ମୁଁ ଅବସର ନେଇଛି। ହଁ, ମୁଁ କଲେଜ ପଢ଼ିଲା ବେଳେ ଟିକେ ଲେଖାଲେଖି ଚାଲିଥିଲା, ତାପରେ ଟିକେ ବନ୍ଦ ହେଇଯାଇଥିଲା କିଛି ଦିନ ପାଇଁ କାର୍ଯ୍ୟଚପା ଭିତରେ। ପୁଣି ଚାକିରିର ଶେଷ ସମୟରେ ପୁଣି ଲେଖାଲେଖି ମୋର ଆରମ୍ଭ ହେଲା। ଆଉ କବିତା, ଗୀତି କବିତା ଆଉ ଅବସର ପରେ ସେଥିପାଇଁ ଟିକେ ପୂର୍ଣ୍ଣ ସମୟ ମିଳିଲା। ତେଣୁ ତାପରେ ବର୍ତ୍ତମାନ ମୁଁ ଟିକେ ଫୋକସ୍ କରିଛି ଏବଂ ଗୀତି କବିତା ଆଉ କବିତା ମଧ୍ୟ ସେ ଲେଖୁଛି। ଏଇଟା ମୋର ପ୍ରଥମ ଗୀତି କବିତା ସଂକଳନ, ଯେଉଁଟାକି ଆଜି ଉନ୍ମୋଚନ ହେଉଛି ଗୀତି କୈବଲ୍ୟ। ମୁଁ ଏଇଟା ସମସ୍ତ ଯେ ସାହିତ୍ୟ ଅନୁରାଗୀ ପାଠକ ପାଠିକା ସମସ୍ତଙ୍କ ଉଦ୍ଦେଶ୍ୟରେ ଏଇଟାକୁ ମୁଁ ଆଜି ଅର୍ପଣ କରୁଛି। ତାଙ୍କର ସେମାନେ ଏହାକୁ ପାଠ କଲା ପରେ କିଛି ଆନନ୍ଦ ପାଇଲେ, କିଛି ତଥ୍ୟ ପାଇଲେ। ମୁଁ ତଥ୍ୟ ଭିତ୍ତିକ ଏଇଟା ଅଛି, କିଛି ଜୀବନ ଦର୍ଶନ ଉପରେ ଅଛି, କିଛି ଆଧ୍ୟାତ୍ମିକତା ଉପରେ ଅଛି। ଆମର ଭଗବାନଙ୍କ ଜଗନ୍ନାଥଙ୍କ ପ୍ରତି ସମର୍ପିତ ମଧ୍ୟ କବିତା ଅଛି। ଆଉ ଦେବାଦେବୀ ପୀଠ ଉପରେ ମଧ୍ୟ କିଛି ତଥ୍ୟଭିତ୍ତିକ କବିତା ଅଛି, ଯେଉଁଟାକି ସେମାନଙ୍କର କିଛି ସୂଚନା ମଧ୍ୟ ପାଇବେ ସେ ବାବଦରେ। ଆଉ ଯଦି ସେମାନେ ଟିକେ ଆନନ୍ଦ ପାଆନ୍ତି, ଏଥିରୁ କିଛି ସେମାନେ ଉପକୃତ ହୁଅନ୍ତି, ମୁଁ ନିଜକୁ ଧନ୍ୟ ମନେ କରିବି। ମୋର ଏଇ ଗୀତି କବିତା ସଂକଳନର ଯେଉଁ ପରିଶ୍ରମ ହେଇଛି ଲେଖିବା ଆଉ ଯେଉଁ ପ୍ରକାଶନରେ ଯେଉଁ ଖର୍ଚ୍ଚ ଅନ୍ୟାନ୍ୟ ଯେଉଁ ହେଇଛି, ବ୍ୟୟ ହେଇଛି, ଏସବୁ ମୋର ସଫଳ ହେବ ବୋଲି ମୁଁ ଆଶା କରୁଛି। ତେଣୁ ମୁଁ ଅନୁରୋଧ କରୁଛି ପାଠକ ପାଠିକାମାନଙ୍କୁ ମୋର ଏଇ ଗୀତି କବିତା ଗୀତି କୈବଲ୍ୟକୁ ଟିକେ ନିଶ୍ଚିତ ଭାବେ ଟିକେ ସେମାନେ ପଢ଼ିବା ପାଇଁ ମନ ଦେବେ ଏବଂ ସେଥିରୁ କିଛି ଆନନ୍ଦ ପାଇବେ। ଏବଂ ଯଦି କିଛି ତ୍ରୁଟି ବୁଝି ଥାଏ ମଧ୍ୟ ସେମାନଙ୍କର ମତାମତ ମଧ୍ୟ ମୋତେ ଜଣାଇବା ପାଇଁ, ଯାହାଫଳରେ ମୋ ପରବର୍ତ୍ତୀ ପର୍ଯ୍ୟାୟରେ ମୋର ପୁଣି ଯେଉଁ ସଂକଳନ ସବୁ ବାହାରିବ ସେପରି ତ୍ରୁଟି ହୁଏତ ମୁଁ ଆଉ ନ ହେଇପାରେ।